ହାଏ, ଆପଣମାନେ କେମିତି ଅଛନ୍ତି? ଭଲ ଅଛନ୍ତି? ଆପଣମାନେ ଭଲ ରହିବା ହିଁ ଦରକାର, କାହିଁକିନା ମୁଁ ଚାହୁଁଛି ସମସ୍ତେ ଭଲରେ ରୁହନ୍ତୁ। ଆଜି ଗୋଟେ ଦୁଃଖର ଖବର ଶୁଣିଲି, 2 ଦିନ ହେଲା ଶୁଣୁଛି। ଏଇନା ମୁଁ କେତେବେଳେ ଟାଇମ୍ ନଥାଉଛି, ସକାଳ 4:30 5ଟାରେ ମୁଁ ଉଠୁଛି, ଯାହା ବି ନିତ୍ୟକର୍ମ ସାରି ମୁଁ ରୋଷେଇବାସ କରି 8ଟା 8:30 ବେଳେ ସକାଳ ମୁଁ ବିକ୍ରି କରିବାକୁ କପଡ଼ା ପ୍ୟାଣ୍ଟ ସାର୍ଟ ବିକ୍ରି କରିବାକୁ ବାହାରି ପଡ଼ୁଛି। ଆସିଲା ବେଳକୁ ସନ୍ଧ୍ୟା 6ଟା, ନହେଲେ କେବେ କେମିତି 3ଟା, ବେଶୀରେ ମୋର 5ଟା ହେଇଯାଉଛି ଆସିଲା ବେଳେ। ଆଉ ଯାହାକି ମୁଁ ଶୁଣିଲି, ଗୋଟେ ମୋବାଇଲରେ ଦେଖିଲି, ୟୁଟ୍ୟୁବରେ, ଆଉ କୋଲକାତାରେ ଗୋଟେ ଝିଅକୁ, ଡକ୍ଟରକୁ, ସେ କି ଡକ୍ଟର ଥିଲା, ତାଙ୍କୁ ସେଇ ଝିଅକୁ ରେପ୍ ହେଇଛି। ସେ ଡକ୍ଟରକୁ ଜଣେ ରେପ୍ କରିଛି, ସେଇ ଲୋକଟି, ତାକୁ ନିଶ୍ଚୟ କଠୋର ଦଣ୍ଡ ଦିଆଯାଉ। ଦଣ୍ଡ ମାନେ କ'ଣ, ଫାଶୀଠୁ ଆଉ ଛଡ଼ା ଆଉ କିଛି ନାହିଁ। ଫାଶୀ ଦେବା ହିଁ ନିଶ୍ଚୟ ଦରକାର, ଫାଶୀ ଦିଆଯାଉ। ଆଉ ଏଇଟା ହେଉଛି ମୋର କଥା, ମୋ ଦିଲର କଥା। ଫାଶୀ ଦିଆଯାଉ, ଫାଶୀ ଦେଲେ ମୋ ମନ ଶାନ୍ତି ହେବ, ସମସ୍ତଙ୍କର ମନ ଶାନ୍ତି ହେବ। ଯେତେବେଳେ ସେଇ ଝିଅକୁ ରେପ୍ କଲା, 10 ଥର ଭାବିବା ଉଚିତ ଥିଲା ଯାହାର ପରିଣାମ କ'ଣ ହେବ ସେଇ ଲୋକ ଜାଣିବା ଉଚିତ ଥିଲା। ସବୁ ଝିଅର ସମ୍ମାନ ଅଛି, ଇଜ୍ଜତ ବି ଅଛି। ସିଏ ଯେତେବେଳେ ଗୋଟେ ଡକ୍ଟର ଥିଲା, ତାର ଯେତେବେଳେ ରେପ୍ କରାଗଲା, ତାହେଲେ ଆମେ ଗୋଟେ ସାଧାରଣ ମଣିଷ, ଆମର କାଲି ସକାଳ କ'ଣ ହେବ କି ନାହିଁ କ'ଣ ଗ୍ୟାରେଣ୍ଟି କିଏ ଦେବ? ଆଜି କାଲି ଆମର ହେବ, ପହରଦିନ ଆଉ ଗୋଟେ ଝିଅର ହେବ, ତା ପରଦିନ ଆଉ ଗୋଟେ ଝିଅର ହେବ, ତାର ସୁରକ୍ଷା କିଏ ଦେବ? ସମସ୍ତଙ୍କର ଇଜ୍ଜତ ଅଛି। ଖାଲି ବଡ଼ ଲୋକ ପାଇଁ ଅଲଗା, ଗରିବ ଲୋକ ପାଇଁ ଅଲଗା ନାହିଁ। ସମସ୍ତଙ୍କର ସମାନ ଅଧିକାର ଅଛି ଏ ସମାଜରେ ବଞ୍ଚି ରହିବା ପାଇଁ। ଆଉ ସେଇ ଝିଅଟାକୁ ରେପ୍ କରିଛି ଗୋଟେ ଲୋକ, ତାକୁ ଫାଶୀ ଦିଆଯାଉ, ତାହେଲେ ଆମ ମନକୁ ଶାନ୍ତି ମିଳିବ। ସବୁପଟେ ହାହାକାର ହେଉଛି, ଆମ ଓଡ଼ିଶାରେ ବି ଶୁଭୁଛି। 2 ଦିନ ହେଲା ମୁଁ ଦେଖୁଛି ୟୁଟ୍ୟୁବରେ। କେତେବେଳେ ମୁଁ ଦେଖେ, ଯେତେବେଳେ ମୁଁ ଖରାବେଳେ ଟାଇମ୍ ହୁଏ, ଖାଇଲା ବେଳେ, ଦିନରେ କପଡ଼ା ବିକ୍ରି କରେ, ଖରାବେଳେ ଯେତେବେଳେ ଟାଇମ୍ ହୁଏ ସେତେବେଳେ ମୁଁ ଦେଖେ, ଯାହା ହଉ 5 ମିନିଟ୍ 10 ମିନିଟ୍ ଯେତେବେଳେ ରେଷ୍ଟ ନିଏ ଦିନରେ ବାହାରେ, ସେତେବେଳେ ମୁଁ ଭିଡ଼ିଓ ଟିକେ ଦେଖେ। ଆଜି ଦେଖିଲି, କାଲି ବି ମୁଁ ଦେଖିଛି। এই ଘଟଣାଟି ମନେ ହେଉଛି କେତେ ଦିନ ହେବ ମୁଁ ଜାଣିନି, 2 ଦିନ ହେଲା ହୁରି ହେଉଛି। ଆଜି ବି ମୁଁ ଦେଖିଲି, କାନ୍ଦିଲି ବି ବହୁତ, ଯେ ଆମମାନଙ୍କର କ'ଣ ଇଜ୍ଜତ ନାହିଁ କି ସମ୍ମାନ ନାହିଁ? ଆଜ୍ଞା, ଆମମାନଙ୍କର ବି ଇଜ୍ଜତ ସମ୍ମାନ ଅଛି, ସେମିତି ସେଇ ଝିଅର ବି ଅଛି। କାଲି ତା ସାଥିରେ ହେଲା, କାଲି ଆମ ସାଥିରେ ହେବ, ପହରଦିନ ଆଉ କାହା ସାଥିରେ ହେବା ପାଇଁ ଦାୟୀ କିଏ? ସରକାରଙ୍କୁ କଡ଼ା ବ୍ୟବସ୍ଥା ନେବା ଦରକାର। ଆଉ ଯାହା ବି କିଛି ଏଥିପାଇଁ ଗୋଟେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଉ, ଡିସିସନ୍ ବି ନିଆଯାଉ। ସେଇ ଲୋକକୁ ଫାଶୀ ଦେବା ହିଁ ଦରକାର। ଫାଶୀ 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 ଯଦି ସେଇ ଲୋକକୁ ଯଦି ନ ଦିଆହେବ, ତାହେଲେ ମୋର ଆତ୍ମା ବି ଶାନ୍ତି ହେବନି। ଯେତେ ଦିନ ପର୍ଯ୍ୟନ୍ତ ଫାଶୀ ନ ଦିଆଯାଇଛି, କିଛି ମୋ ମନ ବି, ମୁଁ ଶାନ୍ତିରେ ବି, ମୋତେ ନିଦ ହେବନି, ଶାନ୍ତିରେ ବି ମୁଁ ଶୋଇପାରିବିନି, କି ଖାଇପାରିବିନି, ବସିପାରିବିନି। ମୁଁ ତ ମୋବାଇଲ ବିଷୟରେ ଆগে କିଛି ଜାଣିନଥିଲି। ମୁଁ ବହୁତ ସଂଘର୍ଷ କରୁଛି ଆଜ୍ଞା ଜୀବନରେ। ମୋର ଆଗରେ ଏମିତି ପରିସ୍ଥିତି ନଥିଲା। ମୁଁ ଏବେ କପଡ଼ାପତ୍ର ବିକୁଛି, ମୋର ପରିସ୍ଥିତି ପାଇଁ ମୁଁ ସଂଘର୍ଷ କରୁଛି। ସେଇ ଝିଅର ବି କିଛି ସ୍ୱପ୍ନ ଥିଲା, ମୁଁ ଡକ୍ଟର ହେବି, ବା ଯାହା ବି ମୁଁ କିଛି ବାପା ମାଆଙ୍କୁ କରିକି ଦେଖେଇବି। ମୋ ବାପା ମାଆ ଏତେ ବଡ଼ କଷ୍ଟ କରି ମୋତେ ମଣିଷ କରିଛନ୍ତି, ସେମିତି ବାପା ମାଆର ବି ସ୍ୱପ୍ନ ଥିଲା ସେ ଝିଅ ପ୍ରତି। ସବୁ ବାପା ମାଆର ସ୍ୱପ୍ନ ଥାଏ ଯେ ମୋ ଝିଅକୁ ଇଞ୍ଜିନିୟର ମୁଁ କରେଇବି, କିଏ ଭାବୁଛି ମୁଁ ଡକ୍ଟର କରେଇବି, କିଏ ଭାବୁଛି ମୁଁ ଟିଚର ମାନେ ହେବ ମୋ ଝିଅ, ମୁଁ ଦେଖିବି, ମୋର ଆଶା ପୂରଣ ହେବ। ଆଉ କେଉଁ ବାପା ମାଆ ଭାବୁଥାନ୍ତି ଯେ ଯାହା ହେଉଛି ମୁଁ ପାଠଶାଠ ପଢ଼ିଲି, ମୋ ଝିଅକୁ ମୋତେ ଶିକ୍ଷା ଦେଲି, ଯାହା ହେଉଛି କିଛି ଭଲ ପ୍ରସ୍ତାବ ଆସିଲା ମୁଁ ବାହା କରେଇବି। ସବୁ ବାପା ମାଆର କିଛି ଗୋଟେ ମୋ ସ୍ୱପ୍ନ ଥାଏ, ଅଲଗା ଅଲଗା ପ୍ରକାର ସ୍ୱପ୍ନ ଥାଏ, ସମସ୍ତଙ୍କର ସ୍ୱପ୍ନ ତ ଗୋଟେ ନଥାଏ। ସେମିତି ବି ମୋ ବାପା ମାଆର ଦିନ ସ୍ୱପ୍ନ ଥିଲା, ବହୁତ ପାଠ ପଢ଼େଇବି, ମୋ ଝିଅକୁ କିଛି ବି କରେଇବି, କିନ୍ତୁ ହେଇପାରିଲାନି। ମୋର ଜଲ୍ଦି ବାହାଘର ହେଇଗଲା। ମୋର ଯାହା ହଉ କିଛି କୌଣସି ଅସୁବିଧା, ବହୁତ ଟର୍ଚର ଗାଳି ଏମିତି ସବୁ ସହି ଲାଷ୍ଟକୁ ମୋର ବହୁତ କଷ୍ଟ ହେଲା, ମୋର ଡିଭୋର୍ସ ହେଇଛି। ମୁଁ ଏବେ ବର୍ତ୍ତମାନ କପଡ଼ା ବିକ୍ରି କରିବାକୁ ଯାଉଛି। 2 ଦିନ ହେଲା ଯେ ମୁଁ ଭିଡ଼ିଓ ମୁଁ ଦେଖୁଛି, ଏଇ ଯେଉଁ ୟୁଟ୍ୟୁବ୍, ସେଇ ଝିଅ ବିଷୟରେ, ଡକ୍ଟର ବିଷୟରେ, ମୁଁ ସହିପାରୁନି। ବହୁତ ମୋତେ ରାଗ ଉଠୁଛି, କାହିଁକି ନା ଗୋଟେ ଝିଅ ପ୍ରତି ଅନ୍ୟାୟ ହେଇଛି ଆଜ୍ଞା, ଆଉ କାହା ପ୍ରତି ନାହିଁ। ସମସ୍ତଙ୍କର ଭାଇର ଭଉଣୀ ଅଛି, ସମସ୍ତଙ୍କର ବାପା ମାଆଙ୍କର ଝିଅ ଅଛି। ସିଏ ବି ଆମ ଭଉଣୀ ଭଳିଆ, ଯାହା ବି ହଉ। ଆଉ
ସେ ଡକ୍ଟର ପ୍ରତି ଯେଉଁ ଅନ୍ୟାୟ ହେଇଛି, ସବୁ ପୁରୁଷ ବି ଭଲ ନାହିଁ, ସବୁ ସବୁ ପୁରୁଷ ବି ଖରାପ ନାହିଁ, ସବୁ ନାରୀ ବି ଖରାପ ନାହିଁ। ପୁରୁଷକୁ ବି ସମ୍ମାନ ଦେବା ଦରକାର, ନାରୀକୁ ବି ସମ୍ମାନ ଦେବା ଦରକାର, ଦୁଇ ପଟରୁ ସମ୍ମାନ ଦେବା ଦରକାର। କିନ୍ତୁ ନାରୀମାନଙ୍କ ପ୍ରତି ଯେଉଁ ଅନ୍ୟାୟ କରାଯାଉଛି, ଆଉ ସେଇଟା ତ ନିଶ୍ଚୟ ତ କଡ଼ାକଡ଼ି ବ୍ୟବସ୍ଥା ନେବାକୁ ପଡ଼ିବ। କିଛି କିଛି ଝିଅ ବି ଅଛନ୍ତି ବହୁତ ଭଲ, ଯେମିତିକି ଏଇ ଡକ୍ଟର ବି ଥିଲେ ବହୁତ ଭଲ ଝିଅ, ମୁଁ ଯାହା ଶୁଣିଛି। ଦୁନିଆରେ କ'ଣ କହିବି ଆଉ ଆପଣଙ୍କୁ, ଏଇ ଝିଅ ପ୍ରତି ଯେଉଁ ଅନ୍ୟାୟ ହେଇଛି, କିଛି କଡ଼ା ବ୍ୟବସ୍ଥା କରାଯାଉ, ନହେଲେ ମୋ ଆତ୍ମା ଶାନ୍ତି ହେବନି। ନହେଲେ ଯଦି ଯେତେ ଦିନ ପର୍ଯ୍ୟନ୍ତ ବ୍ୟବସ୍ଥା ନ ହେଇଛି ମୋର ବି ଆତ୍ମା ଶାନ୍ତି ହେବେନି। ଏମିତି ହେଇ ହେଇ ଆମେ ବି ମରିଯିବୁ ଆଜ୍ଞା, ଯଦି ତାକୁ ଯଦି ଫାଶୀ ନ ଦିଆଯାଉ। ସବୁବେଳେ ଆମ ମନରେ ଏଇଟା ଖେଳିବ, ବାହାରକୁ ଆମେ କେମିତି ବାହାରିବୁ, କେମିତି ଆମେ କପଡ଼ା ବିକିବାକୁ ଯିବୁ, ଆମେ ବି ବାହାରକୁ ଖରା ତରାରେ ଆମେ ବୁଲୁଛୁ। ନିଶ୍ଚୟ କିଛି ଆର ଦଣ୍ଡ କିଛି ପଦକ୍ଷେପ ନିଆଯାଉ, ଆଉ ସେଇ ଲୋକକୁ ନିଶ୍ଚୟ ଫାଶୀ ହଉ, ଫାଶୀ ଦିଆଯାଉ।